ଆଚ୍ଛା ପିଲାମାନେ, କାଲି ଆମେ ବହୁତ ମଜା କରିଥିଲେ। ଆଜି ବି ସେଭଳି ମଜା ଏକ କରିବା। କାଲି ଗପଟିଏ ପଢ଼ିଲେ, ଗପ ସହିତ ବିଭିନ୍ନ ପ୍ରକାର ଆଲୋଚନା କଲେ। ମୁଁ ଗୀତ ଗାଇବି, ତୁମେ ବି ଗୀତ ଗାଇବ, ଆଉ ମିଶିକରି ବି ଗୀତ ଗାଇବା, ମଜା କରିବା। ତେବେ କାଲି ଆମେ ଗପଟିକୁ ଶୁଣିଲେ, ଗପ ବିଷୟରେ ବିଭିନ୍ନ ପ୍ରକାର ଆଲୋଚନା କଲେ। ତୁମେମାନେ ଯେଉଁ ମିଶିକରି ଏକାଠି ହୋଇକରି ମୋ ସହିତ କାର୍ଯ୍ୟଟିକୁ କରୁଥିଲ, ମୋତେ ବହୁତ ବଢ଼ିଆ ଲାଗିଲା, ଭଲ ଲାଗିଲା। ଆଜି ବି ମଧ୍ୟ ଆଶା କରୁଛି ତୁମେମାନେ ମିଶିକରି ମୋ ସହିତ ଏହି କାର୍ଯ୍ୟଟିକୁ ସମସ୍ତେ କରିବ ଏବଂ ଏଥିରୁ କିଛି ଶିଖିବା ତ ପିଲାମାନେ? ବାଃ, ବହୁତ ବଢ଼ିଆ। ସମସ୍ତେ ଆଗ୍ରହୀ ଅଛ, ମୋତେ ଖୁସି ଲାଗୁଛି। ବର୍ତ୍ତମାନ ତୁମ ଆଗରେ ମୁଁ ଗୋଟେ ଅନୁଚ୍ଛେଦଟିଏ ପଢ଼ିବି। ଅନୁଚ୍ଛେଦଟିକୁ କିନ୍ତୁ ମନେ ରଖିବ ପିଲାମାନେ। କାହିଁକି ନା ସେ ଅନୁଚ୍ଛେଦ ବିଷୟରେ କିଛି କାର୍ଯ୍ୟ କରିବାର ଅଛି, ଯାହାକି ବହୁତ ମଜାଳିଆ କାର୍ଯ୍ୟ। ତେବେ ଚାଲନ୍ତୁ ଆମେ ଅନୁଚ୍ଛେଦଟିକୁ ଶୁଣିବା। ମୁଁ ପଢ଼ୁଛି, ତୁମେମାନେ ଶୁଣ ଏବଂ ଲକ୍ଷ୍ୟ କର। ଅମର ବାବୁ ମଟର ଗାଡ଼ିରେ ବସି ବୁଲି ବାହାରିଲେ। ସାଥିରେ କୁନି ଝିଅ, ମୁନି ଓ ପରିବାର ଲୋକ ଯାଉଥିଲେ। ରାସ୍ତାରେ ସେମାନେ ମକା ଓ ଯଅ କ୍ଷେତ ଦେଖିଲେ। ଇଏ ଥିଲା ତମର ଅନୁଚ୍ଛେଦଟି। ବର୍ତ୍ତମାନ ଏହି ଅନୁଚ୍ଛେଦରେ ଆମେ କେଉଁଠି କେଉଁଠି ମ ଅକ୍ଷର ଅଛି ତାକୁ ଆମେ ଖୋଜି ବାହାର କରିବା। ବାହାର କରିବା ତ ପିଲାମାନେ? ଠିକ୍ ଅଛି। ସମସ୍ତେ ରେଡ଼ି ଅଛ ତ? ଠିକ୍ ଅଛି। ବର୍ତ୍ତମାନ ମୁଁ ଜଣ ଜଣକୁ ଡାକିବି ଏବଂ ସେମାନେ କ'ଣ କରିବେ ନା ମଟିକୁ ସେମାନେ ଜଣକ ପରେ ଜଣେ ରଙ୍ଗ ଦେଇ ଦେଇ ଯିବ। ଆଚ୍ଛା କୁନି, ତୁ ଆସିଲୁ। ପ୍ରଥମ ବାକ୍ୟଟିରେ ଯାହାକି ଲେଖା ଅଛି ଯେ ଅମର ବାବୁ ମଟର ଗାଡ଼ିରେ ବସି ବୁଲି ବାହାରି, ସେଇଥିରେ ଥିବା ମ ଗୁଡ଼ିକୁ ରଙ୍ଗ ଦେଲୁ। ବହୁତ ବଢ଼ିଆ। ତମେ ପ୍ରଥମ ଧାଡ଼ିରେ ଥିବା ମ ଗୁଡ଼ିକୁ ରଙ୍ଗ ଦେଲ। କୁନି, ବହୁତ ବଢ଼ିଆ କାର୍ଯ୍ୟ କଲୁ। ବର୍ତ୍ତମାନ ମୁଁ ଏବେ ତରୁଣକୁ ଡାକିବି। ତରୁଣ, ଆସିଲ ଏଠି। ଦ୍ୱିତୀୟ ଧାଡ଼ିଟିକୁ ତୁମେ ଲକ୍ଷ୍ୟ କର ଏବଂ ଦ୍ୱିତୀୟ ଧାଡ଼ିରେ ଥିବା ମଟିକୁ ତୁମେ ରଙ୍ଗ ଦିଅ। ଆରେ ବାଃ, ବହୁତ ବଢ଼ିଆ କରିଲ ତ। ଠିକ୍ ଅଛି। ବର୍ତ୍ତମାନ ମୁଁ ପ୍ରିୟାକୁ ଡାକିବି। ସିଏ ଆସିବେ ତୃତୀୟ ବାକ୍ୟଟିରେ ଥିବା ସମସ୍ତ ମ ଗୁଡ଼ିକୁ ସିଏ ରଙ୍ଗ ଦେବେ। ବହୁତ ବଢ଼ିଆ। ବର୍ତ୍ତମାନ ତୁମେ ଅନୁଚ୍ଛେଦଟିକୁ ଶୁଣିଲ ଏବଂ ସେହି ଅନୁଚ୍ଛେଦରେ ଥିବା ମ ଗୁଡ଼ିକୁ ତୁମେ ଖୋଜି ବାହାର କଲ ବା ରଙ୍ଗ ଦେଲ। ଏଇଭଳି ଆଉ ଗୋଟିଏ ବା ମଜାଦାର କାର୍ଯ୍ୟଟିଏ କରିବା। ଆଚ୍ଛା କହିଲ ଦେଖି, ଏହି ଚିତ୍ରଟି କାହାର ବା ଏହି ଚିତ୍ରଟିକୁ କ'ଣ କୁହାଯାଏ? ବାଃ, ମଟର, ନାଇଁ କି? ବହୁତ ବଢ଼ିଆ। ତୁମେମାନେ ମଟର କେବେ ଖାଇଛ? ଆଚ୍ଛା ଆଚ୍ଛା, ମଟରର ରଙ୍ଗ ଦେଖିବାକୁ କିପରି? ମୀନା, ତୁ କହିଲୁ। ସବୁଜ। ବହୁତ ବଢ଼ିଆ। ଆଚ୍ଛା ଠିକ୍ ଅଛି, ଠିକ୍ ଅଛି। ତରୁଣ, କ'ଣ ଗୋଟେ କହିଲ? ଆଚ୍ଛା ଠିକ୍ ଅଛି। ମଟର ତମେ କହିବାରେ ହଳଦିଆ ଦେଖାଯାଉଛି। ଆଚ୍ଛା ଆଚ୍ଛା, କହିଲ କେତେବେଳେ ମଟର ଆମର ସବୁଜ ଦେଖାଯାଏ, କେତେବେଳେ ମଟର ହଳଦିଆ ଦେଖାଯାଏ କହିଲ? ଠିକ୍ କଥା କହିଲ। ଯେତେବେଳେ ମଟରଟି କ'ଣ ଥାଏ, ପାଚି ନଥାଏ, ସେତେବେଳେ ସବୁଜ ଦେଖାଯାଏ। ଯେତେବେଳେ ମଟରଟି ପାଚିଯାଏ, ସେତେବେଳେ ସିଏ ହଳଦିଆ ଦେଖାଯାଏ। ବହୁତ ବଢ଼ିଆ କଥା। ବର୍ତ୍ତମାନ ମୁଁ ତୁମ ଆଗରେ ଆଉ ଗୋଟିଏ ଚିତ୍ର ନେଇ ଆସୁଛି, ଦେଖିବା। ଏହି ଚିତ୍ରଟି କାହାର କହିଲ ତରୁଣ? ଆଚ୍ଛା, ଆର ନାମଟି କ'ଣ? ମକା। ଭେରି ଗୁଡ୍। ମକା ଖାଇଛ ତ? ଆଚ୍ଛା ଠିକ୍ ଅଛି। ଆଚ୍ଛା, ମକା ଖାଇଲେ ତାହାର ସ୍ୱାଦ ଆମର ପାଟିକୁ କିପରି ଲାଗେ? ମିଠା ଲାଗେ। ବହୁତ ବଢ଼ିଆ କଥା। ଠିକ୍ ଅଛି। ହେଲେ ତମ ଅଞ୍ଚଳରେ ମକା ହୁଏ? ଠିକ୍ ଅଛି, ବହୁତ ବଢ଼ିଆ କଥା। ଆଚ୍ଛା କହିଲ ମଞ୍ଜରୀ, ଏପଟକୁ ଆସିଲ। ଏହି ଚିତ୍ରଟି କାହାର?
ମାଛର। ବହୁତ ବଢ଼ିଆ। ହେଲେ ମାଛ ଦେଖିଛ ତୁମେ? ଆରେ ବା, ଖାଇଛ? ହଁ, ଠିକ୍ ଅଛି। ମାଛ କେଉଁଠି ରହେ? ପାଣିରେ ରହେ ନାଇଁ କି? ଆଚ୍ଛା, ଠିକ୍ ଅଛି। ହେଲେ ଏଇଟାକୁ କ'ଣ କୁହାଯାଏ? ମାଛ। ଆଚ୍ଛା, ମାଛର ଆକାର କେତେ ବଡ଼ ହେଇଥିବ ବୋଲି ଭାବୁଛ? ଆଚ୍ଛା, ଠିକ୍ ଅଛି। ବହୁତ ବଡ଼ ବି ଅଛି, ବହୁତ ଛୋଟ ମଧ୍ୟ ରହିଛି। ଅର୍ଥାତ୍ ଆମେ ମାଛ ଛୋଟ ଆଉ ବଡ଼ ସବୁ ପ୍ରକାର ଆକାରରେ ଆମେ ଦେଖିବାକୁ ପାଉ। ଏମାନେ ସାଧାରଣତଃ କେଉଁଠି ରହନ୍ତି? ପାଣିରେ ରୁହନ୍ତି। ଭେରି ଗୁଡ୍। ଆଚ୍ଛା, କହିଲ ମଦନ, ଏଇଟା କାହାର ଚିତ୍ର? ମୟୂରର। ଭେରି ଗୁଡ୍। ଆଚ୍ଛା, ଆମର ଜାତୀୟ ପକ୍ଷୀ କିଏ କହିଲତି? ମୟୂର ନାଇଁ କି? ଆଚ୍ଛା, ହେଲେ ମୟୂରକୁ ଆମର ଜାତୀୟ ପକ୍ଷୀ ବୋଲି କହୁ। ଆଚ୍ଛା, ଇଏ ଆମର ଜାତୀୟ ପକ୍ଷୀ କି ନୁହଁ? ହଁ, ଇଏ ହେଉଛନ୍ତି ଆମର ଜାତୀୟ ପକ୍ଷୀ। ତେଣୁ ଜାତୀୟ ପକ୍ଷୀକୁ ଆମେ ଆମର ସଂକେତ ସିଏ ନାଇଁ କି? ଆମର ଦେଶର ସଂକେତ ସିଏ। ଚାଲନ୍ତୁ ପିଲାମାନେ, ସରି, ତୁମେ ତ ପୂର୍ବରୁ ସରି ଚିତ୍ର ଦେଖି ତୁମେମାନେ ନାମକୁ କହିଲ। ବର୍ତ୍ତମାନ ଗୀତଟିଏ ଗାଇବା। ଗାଇବା ତ ପିଲାମାନେ? ବହୁତ ବଢ଼ିଆ, ଚାଲ। ମୋରେ ଚାଲେ ମଟର ଗାଡ଼ି, ମୋରେ ଖାଏ ମୁଁ ମକା। ମୋରେ ଚାଲେ ମଟର ଗାଡ଼ି, ମୋରେ ଖାଏ ମୁଁ ମକା। ମୋରେ ଦେଖ ମଗରଟିଏ ଦିଶୁଛି କେଡ଼େ ମୋଟା। ମୋରେ ଦେଖ ମଗରଟିଏ ଦିଶୁଛି କେଡ଼େ ମୋଟା। ଆଚ୍ଛା ପିଲାମାନେ, ମୁଁ ଆଉ ଥରେ ଏଟାକୁ ଗାଇ ଦେଉଛି, ଶୁଣ। ମୋରେ ଚାଲେ ମଟର ଗାଡ଼ି, ମୋରେ ଖାଏ ମୁଁ ମକା। ମୋରେ ଚାଲେ ମଟର ଗାଡ଼ି, ମୋରେ ଖାଏ ମୁଁ ମକା। ମୋରେ ଦେଖ ମଗରଟିଏ ଦିଶୁଛି କେଡ଼େ ମୋଟା। ମୋରେ ଦେଖ ମଗରଟିଏ ଦିଶୁଛି କେଡ଼େ ମୋଟା। ଆଚ୍ଛା, ପଂକ୍ତିଟିକୁ ପିଲାମାନେ ମନେ ରଖିଲ। ପୁଣି ଏଇଭଳିଆ ଆଉ ଗୋଟିଏ ପଂକ୍ତି ଗାଇବା। ମୋରେ ମାଛ ଖେଳେ ପାଣିରେ, ମୋରେ ମାଛ ଖେଳେ ପାଣିରେ, ମୟୂର ଜଙ୍ଗଲରେ। ମୋରେ ମା ଖୁଆଇ ଦିଏ ଯାହା ମୋ ମନ କହେ। ମୋରେ ମା ଖୁଆଇ ଦିଏ ଯାହା ମୋ ମନ କହେ। ମୋରେ ମାଛ ଖେଳେ ପାଣିରେ, ମୋରେ ମାଛ ଖେଳେ ପାଣିରେ, ମୟୂର ଜଙ୍ଗଲରେ। ମୋରେ ମା ଖୁଆଇ ଦିଏ ଯାହା ମୋ ମନ କହେ। ମୋରେ ମା ଖୁଆଇ ଦିଏ ଯାହା ମୋ ମନ କହେ। ଆଚ୍ଛା ପିଲାମାନେ, ଗୀତଟି କେମିତି ଲାଗିଲା? ଭଲ ଲାଗିଲା? ଆଚ୍ଛା, ତମେମାନେ ବି ଗାଇବ? ଠିକ୍ ଅଛି। ଏ ଗୀତଟିକୁ ସାଙ୍ଗସାଥିମାନଙ୍କ ସହିତ ମିଶିକରି ଗାଇବ ନାଇଁ କି? ଆଚ୍ଛା, ବର୍ତ୍ତମାନ ମୁଁ ଏଇ ଯେଉଁ ଗୀତଟିକୁ ଗାଇଲି, ସେ ଗୀତ ବିଷୟରେ କିଛି ପ୍ରଶ୍ନ ପଚାରିବି ସବୁ ନାଇଁ କି? ଆଚ୍ଛା କହିଲ, ରାନୀ ତମେ ଠିଆ ହେଲ, ଏ ଗୀତରେ କ'ଣ ସବୁ ଚିତ୍ର ଦେଖିଲ ମୋତେ ଟିକେ କହିଲ? ମଟର ଗାଡ଼ି, ମାଛ, ମଗର, ମୟୂର, ମକା, ମା, ନାଇଁ? ଆଉ କିଛି ଦେଖିଲ କି? ଭେରି ଗୁଡ୍। ତମେ ସବୁ ଗୁଡ଼ାକ ଗୋଟି ଗୋଟି କରିକି ସଠିକ୍ ଭାବେ ମନେ ରଖିଛ। କେତେ ବହୁତ ବଢ଼ିଆ କଥା। ଦ୍ୱିତୀୟ ପ୍ରଶ୍ନଟି ରାହୁଲ ଆସିଲ କହିବ, ଏବେ କୁହ ଆମେ କାହା ବିଷୟରେ ଗୀତଟି ଗାଇଲେ? ମଟର ଗାଡ଼ି, ମାଛ, ମଗର, ମୟୂର, ମକା, ମା ଏମାନଙ୍କ ବିଷୟରେ ଗାଇଲେ। ଗୋଟେ ବହୁତ ବଢ଼ିଆ ଜିନିଷ ଜାଣିଛ ନା? ଏମାନଙ୍କର ସବୁ ପ୍ରଥମ ଅକ୍ଷରଟି କ'ଣ କହିଲ? ମ। ଭେରି ଗୁଡ୍। ପ୍ରଥମ ଅକ୍ଷରଟି ମ। ଅର୍ଥାତ୍ ଏ ଗୀତଟି କାହା ବିଷୟରେ? ମ ବିଷୟରେ। ବହୁତ ବଢ଼ିଆ। ହେଲେ ଗୀତଟି ଭଲ ଲାଗିଲା ତ? ଘରେ ମନେ ରଖିକି ଅଭ୍ୟାସ କରି ଆଣିଥିବ ତ? ମୁଁ କାଲିକି ପଚାରିବି। ବର୍ତ୍ତମାନ ଏବେ ଆଉ ଗୋଟିଏ କାର୍ଯ୍ୟଟି କରିବା। ତଳେ କିଛି ଅକ୍ଷର ଦିଆଯାଇଛି। ସେ ଅକ୍ଷର ମଧ୍ୟରେ ମ ଅକ୍ଷର ମଧ୍ୟ ରହିଛି। ଆମେ କ'ଣ କରିବା ନା, ଜଣେ ଜଣେ ଆସିବା,
म अक्षरକୁ ଗୋଲ ବୁଲେଇ କରି ରଙ୍ଗ ଦେବା। କାହିଁ ଆସିଲୁ ପ୍ରମିଳା, म ଅକ୍ଷରଟିକୁ ଚିହ୍ନଟ କରିବୁ। ବାଃ, ବହୁତ ବଢ଼ିଆ, ଠିକ୍ ଅଛି। ଆଚ୍ଛା ମେଘନା, ତମେ ଆସିଲ, ଏଠି म ଅକ୍ଷରଟିକୁ ଆମେ ଚିହ୍ନଟ କରିବା। ବାଃ, ବହୁତ ବଢ଼ିଆ। ଆଚ୍ଛା ମନୀଷ, ତମେ ଆସିଲ, ମୋ ଅକ୍ଷରଟିକୁ ଚିହ୍ନଟ କରିବ। ବହୁତ ବଢ଼ିଆ। ବର୍ତ୍ତମାନ ଆମେ ଏହି କାର୍ଯ୍ୟଟିରୁ ମ ଚିହ୍ନଟ କରିବା ଜାଣିଲେ। ଏ ମ ବିଷୟରେ ଆଉ ଗୋଟେ କାର୍ଯ୍ୟଟିଏ କରିବା କି? କରିବା, ଭଲ ଲାଗୁଛି ତ? ଆଚ୍ଛା ଠିକ୍ ଅଛି, ଚାଲନ୍ତୁ ଆଉ ଗୋଟିଏ କାର୍ଯ୍ୟଟିଏ କରିବା। ମ ଅକ୍ଷରରେ ଥିବା ଶବ୍ଦଗୁଡ଼ିକୁ ମ ଅକ୍ଷର ସହ ଯୋଡ଼ିବା। ବର୍ତ୍ତମାନ ଏଠି ଦେଖ ମୁଁ କ'ଣ କରିଛି ନା ଚିତ୍ର ସହିତ ସେହି ଶବ୍ଦଟିକୁ ଲେଖା ଅଛି। ପ୍ରଥମେ ଲେଖା ଅଛି ଗଛ, ମଗର, ମାଛ, ମୟୂର, ଘର। ଏମାନଙ୍କ ମଧ୍ୟରେ ଯେଉଁ ଚିତ୍ରଟିର ଶବ୍ଦର ପ୍ରଥମ ଅକ୍ଷରଟି ମ ଥାଏ, ଆମେ ତାକୁ ମ ଆଡ଼କୁ ତୀର ଚିହ୍ନ ଦ୍ୱାରା ଯୋଗ କରିବା। ଆଶା, ତମେ ଆସିଲ ଏଠିକି, ଯୋଗ କରିବ। ବାଃ, ମରେ କ'ଣ ହେଲା? ମଗର। ଆଚ୍ଛା ପ୍ରୀତମ, ତମେ ଆସିଲ, ମରେ ମାଛ। ମେଘନା, ତମେ ଆସିଲ, ମରେ ମୟୂର। ଆଚ୍ଛା ଅନ୍ୟ ଦୁଇଟି ଶବ୍ଦକୁ କାହିଁକି ଯୋଗ କଲ ନାହିଁ? ଆରେ ବାଃ, ବହୁତ ବଢ଼ିଆ। ଏଠୁ ଜାଣିଲ ଯେ ସେମାନଙ୍କ ପ୍ରଥମ ଅକ୍ଷର ମ ନୁହେଁ, ତେଣୁ ଯୋଗ କଲ ନାହିଁ। ବାଃ, ବହୁତ ବଢ଼ିଆ, ଭଲ ଲାଗିଲା ଶୁଣିକରି। ଆଉ ଗୋଟିଏ କାର୍ଯ୍ୟ ଏଠି କରିବା କି? ଠିକ୍ ଅଛି, ବର୍ତ୍ତମାନ ଏବେ ଦେଖିବା ଆମେ ମ କିଭଳି ଭାବେ ଲେଖିବା। କେଉଁ କେଉଁ ସ୍ତର ଦେଇକରି ଆମେ ଲେଖୁଛନ୍ତି ମଟିକୁ, ଚାଲନ୍ତୁ ଦେଖିବା। ପ୍ରଥମେ ଏଇଭଳି ଲେଖିବ, ତାପରେ ଏଭଳି ଗୋଟିଏ ଟୋପିଟିଏ କରିବ, ତାପରେ ଏଭଳି ଗୋଟେ ବାଡ଼ିଟିଏ ଦେଲେ ଯେଉଁ ସଂକେତଟି ଆସିବ ତାକୁ ମ ଅକ୍ଷର ବୋଲି ଆମେ ଜାଣିପାରିବା। ଏଇଭଳି ମ ଅକ୍ଷର ତ ପୂର୍ବରୁ ତୁମେମାନେ ଜାଣିଛ। ବର୍ତ୍ତମାନ ଏଇଭଳି ଭାବେ ତୁମେ ତାକୁ ଲେଖିବ, ଘରେ ଲେଖିକରି ନେଇକରି ଆସିଥିବ। ବର୍ତ୍ତମାନ ଆମେ ତ କିଛି କାର୍ଯ୍ୟ କଲେ, ସମୟ ବି ବହୁତ ହେଲାଣି। ଆମେ ଏଇଭଳିଆ ମଜାଦାର ପାଠ କିଛି କାଲିକୁ ପଢ଼ିବା। ଆଚ୍ଛା ପିଲାମାନେ, ମୋତେ ତ ବେଶୀ ଖୁସି ଲାଗୁଛି ତୁମମାନଙ୍କ ସହିତ କାର୍ଯ୍ୟ କରି। ତୁମମାନେ ଆଜି ଯେଉଁ ଯେଉଁ କାର୍ଯ୍ୟ ଦେଲି ସବୁ ଆନନ୍ଦର ସହିତ କଲ ତ? ମଜା ଲାଗିଲା ତ? ଏଇଭଳିଆ ଏକ ମଜାଳିଆ ପାଠ ଆମେ କାଲିକି ମଧ୍ୟ ପଢ଼ିବା। କିନ୍ତୁ ଆଜି ପାଇଁ ମୁଁ ତୁମକୁ କିଛି ଗୃହ କାର୍ଯ୍ୟ ଦେଉଛି। ଗୃହ କାର୍ଯ୍ୟଟିକୁ ଘରେ କରି ଆଣିଥିବ, ମୁଁ କାଲି ମୋ ସହିତ ମିଶିକରି ସେଇ କାର୍ଯ୍ୟ ପୂରଣ କରିବା। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।